ହେମିଷ୍ଟର ବିସିର ସ୍ପ୍ଲିଟ୍ ଏସିର ଅବସ୍ଥା ଏମିତି କ'ଣ ହେବ ବୋଲି ଆମେ ବି ଜାଣିନଥିଲୁ। ତ ଭିଡ଼ିଓଟା ଆମ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତ ଏଇଟା ହେଉଛି ମିଷ୍ଟର ବିସି ହେଭି ଡ୍ୟୁଟି ଇଣ୍ଡଷ୍ଟ୍ରି ଏସି। ତ ଏଇଟା ଦେଖନ୍ତୁ ଏହାର ମଡ଼େଲ ନମ୍ବର। ତ ବ୍ଲୋର ଦେଖନ୍ତୁ ଅବସ୍ଥା କେମିତି ଅଛି, ପୁରା କଣ୍ଡିସନ୍ ବହୁତ ଖରାପ ଅଛି। ତ ଦେଖନ୍ତୁ ଏତେ ଜାମ୍ ହେଇଯାଇଛି ପୁରା ବ୍ଲୋର, ଟୋଟାଲ ପୁରା ଜାମ୍ ହେଇଛି। ଦେଖିକି ଜାଣିପାରୁଥିବେ ଏହାର ଅବସ୍ଥା। ଟିକେ ବି ପବନ ଟାଣିବା ପାଇଁ ବି ତାର ଯେ ପଙ୍କା ନାହିଁ। ଡେରି ନକରି ଆମେ ଫଟାଫଟ ଖୋଲିବା ପାଇଁ ଆରମ୍ଭ କରିଦେଲୁ। ତ ସ୍କ୍ରୁ ଗୁଡ଼ା ଆମର ଅଛି, ସେଠି 6ଟା ସ୍କ୍ରୁ ଲାଗିଛି। ତ ଫଟାଫଟ ଆମେ ସ୍କ୍ରୁ ଗୁଡ଼ା କାଢ଼ିଦେବା ଫାଷ୍ଟ। ତ କାଢ଼ିଲା ପରେ ଆମର ଭିତର କଏଲଟା କ'ଣ ଅବସ୍ଥା ହେଇଛି ତାକୁ ବି ଦେଖିବୁ। ତ କ'ଣ କେତେ ସେଥିରେ ବି ଜାମ୍ ହେଇଛି। ତ ଉପରୁ ତ ଠିକ୍ ସେ ଦେଖାଯାଉନି, ଭିତରଟା ଖୋଲିଲା ପରେ ତାକୁ ପୁରା କ୍ଲିଅର ଦେଖାଯିବ। ତ ତାକୁ କଭରଟାକୁ କାଢ଼ିଦେବା। ତ କ୍ୟାବିନେଟଟା ବହୁତ ଭାରି ଅଛି ଏହାର। ତ ଯେହେତୁ ଏଇଟା ଟିକେ ୱେଟ୍ ଅଛି, ତାକୁ ଆମେ ଧୀରେ ଧୀରେ ତାକୁ ଓହ୍ଲେଇବୁ। ତ ଓହ୍ଲେଇଲା ବେଳେ ଟିକେ ସାବଧାନରେ ରଖିକି ଆମେ ଓହ୍ଲେଇଲୁ। ତ ବର୍ତ୍ତମାନ ଏଇଟା ଦେଖନ୍ତୁ କାଢ଼ିଦେଲୁ। କାଢ଼ିଲା ପରେ ଭିତରଟା କେତେ ଏଠିରେ ବି ଜାମ୍ ହେଇଛି, ଏଥିରେ ବି ଅବସ୍ଥା ଖରାପ। ତ ଏଥିରେ ତ ଆହୁରି ଡେଞ୍ଜର ଅଛି, ଦେଖିକି ଜାଣିପାରୁଥିବେ। ତା ଭିତରର ଅବସ୍ଥା ପୁରା କାଦୁଅ ଭଳିଆ ପୁରା ଭିତର ଜାମ୍ ହେଇଯାଇଛି। ପବନ ତ ଯିବ ତ ବାଟ ନାହିଁ। ଟୋଟାଲ ବ୍ଲକ୍ ହେଇଯାଇଛି, ପୁରା ଚକ୍ ହେଇଯାଇଛି। ଦେଖନ୍ତୁ ପୁରା କଏଲ ବ୍ଲକ୍ ଅଛି। କଏଲ ବ୍ଲକ୍ ହେଲେ ତ ପବନ ସେ ଟାଣି ହିଁ ପାରିବନି। ଟୋଟାଲ ଆପଣଙ୍କର ଜାମ୍ ହେଇଛି କୁଲିଂ କଏଲ, ଆଉ ପବନ ଯିବ ହିଁ ନାହିଁ। ବର୍ତ୍ତମାନ ତାର ଦେଖନ୍ତୁ କଏଲର ଅବସ୍ଥା କ'ଣ ହେଇଛି। ଏଇଟା ତ ଫ୍ରଣ୍ଟ ସାଇଡ଼୍ଟା ଥିଲା, ବ୍ୟାକ୍ ସାଇଡ଼୍ର ଅବସ୍ଥା କ'ଣ ଅଛି। ତ ବର୍ତ୍ତମାନ ବ୍ୟାକ୍ ସାଇଡ଼୍ର ଅବସ୍ଥା ଦେଖନ୍ତୁ, ବ୍ୟାକ୍ ସାଇଡ଼୍ର ସମାନ ଅବସ୍ଥା ସେଇଭଳିଆ ହିଁ ହେଇଛି। ତ ଏହାର ପୁରା ଟୋଟାଲ କ୍ଲିନ୍ କରିବୁ। ବର୍ତ୍ତମାନ ପୁରା ନୂଆ ଭଳିଆ ଆଉଥରେ ତାକୁ ଚକାଚକ୍ କରିବୁ। ତ ବର୍ତ୍ତମାନ ଦେଖନ୍ତୁ ଏଇଟା ଅବସ୍ଥା, ଏ ବ୍ୟାକ୍ ସାଇଡ଼୍ର ବି ଅବସ୍ଥା ସେ ସାଂଘାତିକ ଅଛି। ତ ବର୍ତ୍ତମାନ ତାର ବ୍ୟବସ୍ଥା ଆମ ପାଖରେ ବର୍ତ୍ତମାନ ଅଛି। ତାକୁ କଭରରେ ଦେଖନ୍ତୁ ପୁରା କଭର କରିଦେଲୁ। ବର୍ତ୍ତମାନ ଆମେ ତାକୁ ପୁରା କ୍ଲିନ୍ କରୁଛୁ ପୁରା। ତ ବଢ଼ିଆ ଭାବରେ କ୍ଲିନ୍ କରିଦେବୁ, କେମିକାଲ ଫେମିକାଲ ମାରିକି ପୁରା ତାକୁ ଚକାଚକ୍ ଆଉଥରେ ନୂଆ ଭଳିଆ ପୁରା କରିଦେଉଛୁ ସାଇନ୍ କରି। ତ ଦେଖିକି ଜାଣିପାରୁଥିବେ। ଦେଖନ୍ତୁ ବର୍ତ୍ତମାନ କ୍ଲିନ୍ ହେଇସାରିଲା ପରେ ଦେଖନ୍ତୁ ଏହାର ଅବସ୍ଥା ପୁରାଟା ଆଉଥରେ ନୂଆ ଭଳିଆ ପୁରା ସାଇନ୍ ଦେଖନ୍ତୁ ପୁରା କରୁଛି, ପୁରା ଚମକି ଯାଉଛି। ଦେଖନ୍ତୁ ବ୍ଲୋରଟା ପୁରା ଆଉଥରେ ନୂଆ ଭଳିଆ ଦେଖାଗଲାଣି। ତ ପୁରା କ୍ଲିନ୍ କରାଯାଇଛି ପୁରା ବଢ଼ିଆ ଭାବରେ। ଦେଖିକି ଜାଣିପାରୁଥିବେ ତାର କ୍ଲିନ୍ କେତେ ମାତ୍ରାରେ କରାଯାଇଛି। ତ ଏଇଟା ହେଉଛି ଆମର ବ୍ଲୋର। ମାତ୍ର ଏସିଟା ଲାଗିକି 8 ମାସ ହେଇଛି। ଦେଖିକି ପୁରା ସକ୍ ହେଇଗଲୁ, ଏତେ ଡଷ୍ଟ ଜାମ୍ ହେଇଥିବ ବୋଲି ଆମର ବି ଆଶା ନଥିଲା। ଏତେ ଜାମ୍ ହେବ ବୋଲିକି ଦେଖିକି ଆମେ କନଫ୍ୟୁଜ୍ ହେଇଯାଇଥିଲୁ। ତ ଏଇଟା ହେଉଛି ଆମର କୁଲିଂ କଏଲ୍। ଦେଖନ୍ତୁ ପୁରା ଏକଦମ ଚକାଚକ୍ ହେଇଛି ଆଉଥରେ ନୂଆ ଭଳିଆ। ତ ଦେଖିକି ଜାଣିପାରୁଥିବେ ତାର ଅବସ୍ଥା କେମିତି ଥିଲା, ପୁରା କାଦୁଅ ଭଳିଆ ଜାମ୍ ଥିଲା। ଟୋଟାଲ କ୍ଲିନ୍ କରିଦେଇଛୁ। ତ ବର୍ତ୍ତମାନ ଦେଖନ୍ତୁ ଆଉଟଡୋର ପାଖକୁ ଆସିଯାଇଛୁ। ତ ଆଉଟଡୋରଟି ବି ପୁରା ଅବସ୍ଥା ସେଇଭଳିଆ ଥିଲା। ତ ଆଉଟଡୋରଟା ଦେଖନ୍ତୁ, ଏଇଟା ଟ୍ରିପୁଲ୍ ଲେୟାର, ଏଥିରେ ପୁରା କଣ୍ଡେନ୍ସର ଅଛି। ଟ୍ରିପୁଲ୍ ଲେୟାର ମାନେ ବହୁତ ଶୀଘ୍ର ସେ ଜାମ୍ ହେଇଛି, ତାକୁ କ୍ଲିନ୍ କରିବା ନିହାତି ଦରକାର। ତ ଦେଖନ୍ତୁ ଏଇଟା କ୍ଲିନ୍ ପୁରା, ଏଥିରେ ବି ପୁରା ଜାମ୍ ଥିଲା, ତାକୁ ବଢ଼ିଆ ଭାବରେ କ୍ଲିନ୍ କରୁଛୁ ଆମେ ପୁରା ପାଣି ମାରିକି। ଟୋଟାଲ ଏଥିରେ କଭର ଫଭର ଦେଖନ୍ତୁ କାଢ଼ିକି ତ ବର୍ତ୍ତମାନ କ୍ଲିନ୍ ହେଇଯାଇଛି ଆଉଟଡୋର ବି ଆମର। ତ ବଢ଼ିଆ ତାକୁ ବଢ଼ିଆ ଭାବରେ କ୍ଲିନ୍ କରିଦେଲୁ, ମସ୍ତ ଦେଖାଯାଉଛି। ଦେଖନ୍ତୁ ସଫା କଲା ପରେ ବଢ଼ିଆ ଆଉଥରେ ନୂଆ ଭଳିଆ ଦେଖାଗଲାଣି ଏସିଟା। ତ ବଢ଼ିଆ ଆମର କାମଟା ଭଲ ଲାଗିଥିଲା। ଆମର ଲାଇକ୍ ଆଣ୍ଡ ସେୟାର କରନ୍ତୁ, ଆଉ ସପୋର୍ଟ କରନ୍ତୁ ଆମକୁ। ଥ୍ୟାଙ୍କ ୟୁ।